गर्भवती महिला घरू बाहरକୁ ବାହାରିବେନି। ଗ୍ରହଣର ଦୁଷ୍ପ୍ରଭାବ ଗର୍ଭରେ ବଢୁଥିବା ଛୁଆ ଉପରେ ପଡ଼ିଥାଏ। ତେଣୁ ଏହି ଦିନ କବାଟ ଝରକା ବନ୍ଦ କରି ଘର ଭିତରେ ରହିବେ ଏବଂ କୋଳରେ ଏକ ନଡ଼ିଆକୁ ଧରି ରହିବେ ଏବଂ ଯେତେ ଅଧିକରୁ ଅଧିକ ଭଗବାନଙ୍କର ଧ୍ୟାନ କରିବେ, ଚିନ୍ତନ କରିବେ ଏବଂ ଜପ କରିବେ ଏବଂ ଧାର୍ମିକ ପୁସ୍ତକ ପଠନ କରିବେ, ସେତେ ଗର୍ଭସ୍ଥ ଛୁଆ ଉପରେ ଭଲ ପ୍ରଭାବ ପଡ଼ିଥାଏ। ଏବଂ ଘରେ ଥିବା ବୃଦ୍ଧ ବ୍ୟକ୍ତି, ଛୋଟ ପିଲାମାନଙ୍କୁ ଏବଂ ବେମାର ବ୍ୟକ୍ତିମାନଙ୍କୁ, ଗର୍ଭବତୀ ମହିଳାଙ୍କୁ ନିୟମରେ କୋହଳ କରାଯାଇଛି। ସେମାନେ ରନ୍ଧା ଖାଦ୍ୟ ଖାଇପାରିବେ। ବାକି ସମସ୍ତେ ସୁଖା ଭୋଜନ କରିବେ। ଏହି ଦିନ ସମସ୍ତେ ଯେତେ ଭଗବାନଙ୍କର ନାମ ଜପ କରିବେ, ସ୍ତୁତି ପଠନ କରିବେ, ସେତେ ଲାଭଦାୟକ ଏବଂ ସର୍ବଶ୍ରେଷ୍ଠ ହୋଇଥାଏ। ସର୍ବମୋକ୍ଷ ହେବା ପରେ ଆମେ 6:47 ପରେ ସ୍ନାନ କରିବା ଏବଂ ଘରର ଯେତେ ତକିଆ ଏବଂ ବେଡସିଟ୍ କଭର ଯେଉଁଠି ଆମେ ସବୁ ଶୋଇଥିବା ସେହି ସବୁକୁ ବାହାର କରିଦେବା। ତାପରେ ଚୁଟିକୁ ସାମ୍ପୋରେ ଭଲ ଭାବରେ ସଫା କରି ଗଙ୍ଗା ଜଳରେ ସ୍ନାନ କରିବା ଏବଂ ଘର ସାରା ଗଙ୍ଗା ଜଳ ସିଞ୍ଚନ କରିବା ଏବଂ ଠାକୁର ଘର ସଫାସୁତରା କରିବା ଏବଂ ଠାକୁରଙ୍କର ବସ୍ତ୍ର ମଧ୍ୟ ଚେଞ୍ଜ କରାଯାଇଥାଏ। ଗଙ୍ଗା ଜଳରେ ଶୁଦ୍ଧ କରାଯାଇଥାଏ। ଗ୍ରହଣ ପରେ ଦାନ କରିବା ଦ୍ୱାରା ଘରେ ପ୍ରବେଶ କରିଥିବା ଗ୍ରହଣର ଦୋଷ କଟିଥାଏ ଏବଂ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେଣୁ ସକାଳେ ବ୍ରାହ୍ମଣ କିମ୍ବା ଅସହାୟ ବ୍ୟକ୍ତିଙ୍କୁ କିଛି ସଞ୍ଚା ଦକ୍ଷିଣା ଦେବା ଦ୍ୱାରା ଆମର ଗ୍ରହ ରିଷ୍ଟ ଖଣ୍ଡନ ହୋଇଥାଏ। ଏବଂ ଏହିଭଳି ଆମେ ଚନ୍ଦ୍ରଗ୍ରହଣରେ ଯଦି ନିୟମ ମାନି ରହିବା, ତେବେ ଆମର ଚନ୍ଦ୍ର ଦୋଷ କଟିଥାଏ ଏବଂ ଚନ୍ଦ୍ରମାଙ୍କର ଜପ, ଭଗବାନଙ୍କର ଜପ କରିବା ଦ୍ୱାରା ଏହି ଦିନ ଅତ୍ୟନ୍ତ ପୁଣ୍ୟ ମିଳିଥାଏ।